ହାତୀ ପାଇଁ ଜଳିଗଲା ଘର। ଗଜପତି ଜିଲ୍ଲାର ଗୁମା ଓ କାଶୀନଗର ବ୍ଲକରେ ଗତ କିଛି ଦିନ ହେଲା ଚାରିଟିକିଆ ହାତୀପଲ ବ୍ୟାପକ କ୍ଷୟକ୍ଷତି କରି ଚାଲିଛନ୍ତି। ମଙ୍ଗଳବାର ରାତିରେ ସ୍ଥାନୀୟ ଶିଆଳି ପଞ୍ଚାୟତ ଅନ୍ତର୍ଗତ ମେଣ୍ଟିଗୁଡ଼ା ଗ୍ରାମରେ ବୁଡୁ ଶବରଙ୍କ ଘର ଜଳି ଛାରଖାର ହୋଇଯାଇଛି। ସୂଚନା ଅନୁଯାୟୀ ଗତକାଲି ରାତିରେ ମେଣ୍ଟିଗୁଡ଼ା ଗ୍ରାମର ଲୋକମାନେ ଶୀତରୁ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳ କରିଥିଲେ। ପରେ ନିଆଁ ନ ଲିଭାଇ ଯିଏ ଯାହା ବାଟରେ ଚାଲି ଯାଇଥିବା ବେଳେ ହାତୀପଲ ରାତିରେ ପହଞ୍ଚି ଖାଦ୍ୟ ଅନ୍ୱେଷଣରେ କୁଡ଼ିଆ ଘରଗୁଡ଼ିକୁ ବିଗାଡ଼ିଥିଲେ। ଫଳରେ ବୁଡୁ ଶବରଙ୍କ ଝିଅ ଜ୍ୱାଇଁ ଭୟରେ ଅନ୍ୟତ୍ର ଲୁଚି ପଳାଇ ଯାଇଥିବା ବେଳେ ହାତୀଙ୍କ ଦ୍ୱାରା ଘରର ନଡ଼ା ଛପର ବାଉଁଶ ଏଣେତେଣେ ବିଛାଇ ହୋଇ ପଡ଼ିଥିଲା ଏବଂ ଏଥିରେ ନିକଟରେ ଛାଡ଼ି ଯାଇଥିବା ନିଆଁ ଲାଗି ଯାଇଥିବାରୁ ଘରର ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିବା ଶୁଣିବାକୁ ମିଳିଛି। ହାତୀ ଭୟରେ ଲୋକମାନେ ସେଠାକୁ ଯାଇ ପାରୁନଥିଲେ। ଅନ୍ୟପଟେ ନିଆଁ ଜଳିବାରୁ ହାତୀ ମଧ୍ୟ ଛତ୍ରଭଙ୍ଗ ଦେଇଥିଲେ। ତେବେ ସକାଳୁ ଦେଖିବା ବେଳେ ସମ୍ପୂର୍ଣ୍ଣ ଘର ପୋଡ଼ି ପାଉଁଶ ହୋଇଯାଇଥିଲା। ବନପାଳ ଦୁର୍ଯ୍ୟୋଧନ ଜେନା, ବନାଞ୍ଚଳ ଅଧିକାରୀ ବ୍ରହ୍ମାନନ୍ଦ ସାହୁ ପ୍ରମୁଖ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ବର୍ତ୍ତମାନ ଏକ ପାଲ କ୍ଷତିଗ୍ରସ୍ତ ପରିବାରକୁ ଦିଆଯାଇଥିବା ସୂଚନା ଦେଇଛନ୍ତି। ଶିଆଳି ରାଜସ୍ୱ ଅଧିକାରୀ ସୁଭାଷିନୀ ପାଳ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ ସମ୍ପୃକ୍ତ ପରିବାରକୁ ସରକାରୀ ନିୟମାନୁସାରେ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି। ଏହା ସହିତ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ସଚେତନତା କରାଯାଇ ହାତୀଙ୍କୁ ଯେପରି କୌଣସି କ୍ଷତି ନ ହୁଏ ବ୍ୟାପକ ପଦକ୍ଷେପ ନେଇଥିବା ବନପାଳ ଜେନା ଓ ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।